ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଆସିକା ପୋଲିସ। ଗଞ୍ଜାମ ଜିଲ୍ଲା ଆସିକା କାଳଷଣ୍ଢପୁର ପାଟିଲଗୁଡ଼ା ରାସ୍ତା ନିକଟରୁ 4 କୁଇଣ୍ଟାଲ 17 କିଲୋ ଗଞ୍ଜେଇ ସହ ପିକଅପ୍ ଭ୍ୟାନ୍ ଜବତ କରିଛି ଆସିକା ପୋଲିସ। ଘଟଣାରେ ଜଣେ ଗିରଫ ଅଭିଯୁକ୍ତ ହେଲେ ଆଙ୍କୁଶପୁର ଚଢ଼େଇମୁରା ଅଞ୍ଚଳର ପି ମୋହନ। ସୂଚନା ଅନୁସାରେ ପି ମୋହନ ଗୋଟେ ପିକଅପ୍ ଭ୍ୟାନରେ ପାଖାପାଖି 4 କୁଇଣ୍ଟାଲ 17 କିଲୋର ଗଞ୍ଜେଇ ନେଇ କନ୍ଧମାଳରୁ ବ୍ରହ୍ମପୁର ଯିବା ସମୟରେ ଆସିକା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ତାଙ୍କର ପିଛା କରିବା ସହ ଆସିକା କାଳଷଣ୍ଢପୁର ପାଟିଲଗୁଡ଼ା ରାସ୍ତା ନିକଟରେ ତାଙ୍କୁ ଅଟକାଇ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣରେ ଗଞ୍ଜେଇ ବାହାରିବା ପରେ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଘଟଣା ଅଭିଯୁକ୍ତ ପି ମୋହନଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଏତେ ମାତ୍ରାରେ ଗଞ୍ଜେଇ କୋଉଠୁ ଆସିଲା, ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରୁଛି ପୋଲିସ।